ରାଜରାଜନୀତିର ଗୁରୁତ୍ୱପୂର୍ଣ୍ଣ ବାଲେଶ୍ୱର ଲୋକସଭା ଆସନ। ଚଳିତ ନିର୍ବାଚନରେ ମଧ୍ୟ ଏହି ଆସନ ଉପରେ ରହିଛି ରାଜନୈତିକ ସମୀକ୍ଷକଙ୍କ ନଜର। ଏହି ଆସନରେ ତ୍ରିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଇଥିବା ବେଳେ କିଏ ପିନ୍ଧିବ ବିଜୟ ମୁକୁଟ ତାକୁ ନେଇ ରାଜ୍ୟ ରାଜନୀତିରେ ମହଲ ଉତ୍କଣ୍ଠା ବଢ଼ୁଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ନେଇ ସାରିବା ପରେ ଜୋରଦାର ହୋଇଯାଇଛି ପ୍ରଚାର ପ୍ରସାର। ବିଜେଡି ବାଲେଶ୍ୱରରୁ ଲେଖାଶ୍ରୀ ସାମନ୍ତସିଂହାଙ୍କୁ ଟିକେଟ୍ ଦେଇଛି। ସାମ୍ନାରେ ଅଛନ୍ତି ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ରିପିଟ୍ କରିଥିବା ବେଳେ କଂଗ୍ରେସ ଏହାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ମଇଦାନକୁ ଛାଡ଼ିଛି। ଏହାପରେ ତିନି ହେଭିୱେଟ୍ଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବା ନେଇ ଆଶା କରାଯାଇଛି। ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି ଆସନରୁ ଲଢ଼ି 2019 ନିର୍ବାଚନରେ ଦିଲ୍ଲୀ ଯାଇଥିଲେ। ସେ କଡ଼ା ଟକ୍କର ଦେଇ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ପରାସ୍ତ କରିଥିଲେ। ପ୍ରତାପ 4,83,858 ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେଡି ପ୍ରାର୍ଥୀ ରବୀନ୍ଦ୍ରଙ୍କ ପକ୍ଷରେ 4,70,902 ଖଣ୍ଡ ଭୋଟ ପଡ଼ିଥିଲା। ମାତ୍ର 12,000 ଭୋଟରେ ପଛରେ ପଡ଼ିଯାଇଥିଲେ ରବୀନ୍ଦ୍ର। କଂଗ୍ରେସ ଟିକେଟରୁ ଲଢ଼ୁଥିବା ନବଜ୍ୟୋତି ପଟ୍ଟନାୟକ 1,79,403 ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କିନ୍ତୁ ଚଳିତ ନିର୍ବାଚନରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ରାଜନୀତି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ବିଜେପିରେ ଥିଲେ। ଏହାପରେ ବାଲେଶ୍ୱରବାସୀ ତାଙ୍କୁ କେତେ ଦୂର ଭରସା କରିବେ ତାହା ମଧ୍ୟ ଏକ ପ୍ରଶ୍ନ। କିନ୍ତୁ ଗତ ନିର୍ବାଚନରେ ବିଜେପିକୁ ଭଲ ଭୋଟ ମିଳିଥିଲା। ଏମିତି କିଛି ଲୋକସଭା ଆସନ ଅଧୀନରେ ଥିବା 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2ଟି ବିଜେପି ହାତରେ ଥିବା ବେଳେ ଅନ୍ୟ 4ଟି ବିଜେଡିରେ ଯାଇଥିଲା। ବିଜେଡିର ଏହି ଭୋଟ ବିଜୟ ରହିଲେ ଲେଖାଶ୍ରୀଙ୍କୁ ନିର୍ବାଚନର ବୈତରଣୀ ପାର ହେବା ସହଜ ହୋଇପାରେ ବୋଲି ଆକଳନ କରାଯାଇଛି।